ଅନନ୍ତ ଅମ୍ବାନୀଙ୍କ ବାହାଘରରେ କିଏ କ'ଣ ଉପହାର ଦେଲେ ଆସନ୍ତୁ ଜାଣିବା ଏହି ଭିଡିଓରେ। ସରିଛି ଦେଶର ସବୁଠୁ ହାଇ ପ୍ରୋଫାଇଲ ବାହାଘର। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତ ବୋହୂ ରାଧିକା ମର୍ଚାଣ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଥିଲେ ମଧ୍ୟ ଏଯାଏ ଥମିନି ଚର୍ଚ୍ଚା। ଅତିଥିଙ୍କଠାରୁ ଆରମ୍ଭ କରି ସାଜସଜା, ଖାଇବା ପିଇବା, ଡ୍ରେସ୍, ଗହଣା, ଗାଡ଼ି ସବୁକିଛି ଚର୍ଚ୍ଚାରେ ରହିଛି। ଏବେ ଆଉ ଏକ ଚର୍ଚ୍ଚା ସାମ୍ନାକୁ ଆସୁଛି, ଯାହା ହେଲା ଉପହାର। ଅନନ୍ତଙ୍କ ବିବାହକୁ ଯେଉଁ ସବୁ ଅତିଥି ଆସିଥିଲେ ସେମାନେ କ'ଣ ସବୁ ଉପହାର ଦେଇଛନ୍ତି ତାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି। ଯେଉଁ ଉପହାର ଦାମ କୋଟି କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହି ବିବାହରେ ଦେଶ ବିଦେଶରୁ ଅତିଥିମାନେ ସାମିଲ ହୋଇଥିଲେ। ପ୍ରାୟ 2500 ଅତିଥିକୁ ଅମ୍ବାନୀ ପରିବାର ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ଏମାନଙ୍କ ମଧ୍ୟରେ ଏହି ବିବାହରେ ବହୁ ବଲିଉଡ୍ ଓ ହଲିଉଡ୍ ଷ୍ଟାର ମଧ୍ୟ ଯୋଗ ଦେଇଥିଲେ। ଜନ୍ ସିନା, କିମ୍ କର୍ଦାସିଆନ୍ ଏବଂ କ୍ଲୋଏ କର୍ଦାସିଆନ୍ ପରି ଷ୍ଟାର ମାନେ ବିବାହ ସମାରୋହରେ ଯୋଗ ଦେଇଥିଲେ। ସେହିପରି ଅଭିନେତା ଶାହରୁଖ ଖାନ୍, ସଲମାନ ଖାନ୍, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ସ୍ୱାମୀ ନିକ୍ ଜୋନ୍ସ, ରଣବୀର ସିଂ, ଦୀପିକା ପାଦୁକୋନ୍, ରଣବୀର କାପୁର, ଆଲିଆ ଭଟ୍ଟ, କାଟ୍ରିନା କୈଫ, ବିକି କୌଶଲ, ଜୟା ବଚ୍ଚନ, ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ରେଖା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟର, ଉଦ୍ଧବ ଠାକରେ, ମମତା ବାନାର୍ଜୀ, ଅଖିଳେଶ ଯାଦବ ବିବାହ ସମାରୋହରେ ସାମିଲ ହୋଇଥିଲେ। ଅଭିନେତା ଶାହରୁଖ ଖାନ୍ ଅନନ୍ତ ଓ ରାଧିକାକୁ 10 କୋଟି ଟଙ୍କାର ଏକ କାର ଉପହାର ଦେଇଛନ୍ତି। ଆଲିଆ ରଣବୀର 20 କୋଟି ଟଙ୍କାର ଏକ ଆପାର୍ଟମେଣ୍ଟ ଦେଇଛନ୍ତି। ସେହିପରି କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା 7 କୋଟି ଟଙ୍କାର ହୀରା ଖଚିତ ଲାପଟପ୍, ଦେବାଦେବୀଙ୍କ ମୂର୍ତ୍ତି ଉପହାର ଦେଇଛନ୍ତି। ସଲମାନ ଖାନ୍ 7 କୋଟି ଟଙ୍କାର ହୀରା ଘଣ୍ଟା ଦେଇଛନ୍ତି। ରଣବୀର ସିଂ ଏବଂ ଦୀପିକା ପାଦୁକୋନ୍ ଏକ ଫେରାରୀ କାର ଉପହାର ଦେଇଛନ୍ତି। ବିଲ୍ ଗେଟ୍ସ 18 ଲକ୍ଷ ଟଙ୍କାର ଏକ ପେଣ୍ଟିଂ ଦେଇଛନ୍ତି। କରୀନା କାପୁର ଏବଂ ସୈଫ ଅଲ୍ଲୀ ଖାନ୍ 10 କୋଟି ଟଙ୍କାର ଅଳଙ୍କାର ଦେଇଛନ୍ତି। ରାମଚରଣ 25 ଲକ୍ଷ ଟଙ୍କାର ଏକ ସୁନା ଜୋତା ଦେଇଛନ୍ତି। ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନ୍ସ ରୁବିର ଏକ ହାର ଏବଂ 12 କୋଟି ଟଙ୍କାର ଡାଇମଣ୍ଡ ଘଣ୍ଟା ଦେଇଛନ୍ତି। ସେହିପରି ରଜନୀକାନ୍ତ 2 କୋଟି ଟଙ୍କାର ଉପହାର ଦେଇଛନ୍ତି। କାଟ୍ରିନା କୈଫ 25 ଲକ୍ଷ ଟଙ୍କାର ପରଫ୍ୟୁମ୍ ଦେଇଛନ୍ତି। ଅନ୍ୟପକ୍ଷରେ ଅନନ୍ତ ମଧ୍ୟ ଅତିଥିମାନଙ୍କୁ 2 କୋଟି ଟଙ୍କାର ଘଣ୍ଟା ରିଟର୍ନ ଗିଫ୍ଟ ଦେଇଛନ୍ତି। ଦର୍ଶକ ବନ୍ଧୁ, ଭିଡିଓଟି ଯଦି ଭଲ ଲାଗୁଛି ତେବେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଯଦି ଚ୍ୟାନେଲକୁ ନୂଆ ଆସିଥାନ୍ତି ତେବେ ସବସ୍କ୍ରାଇବ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ।